ହ୍ୟାଲୋ। ନମସ୍ତେ ନମସ୍କାର। ସାର୍ ମୁଁ ରାୟଗଡ଼ାରୁ କହୁଥିଲି ସାର୍। ରାୟଗଡାରୁ କହୁଥିଲେ ଆଜ୍ଞା ସାର୍। କୁହନ୍ତୁ। ସାର୍ ମୁଁ ଭୁବନେଶ୍ଵରରୁ ଗୋଟିଏ ଅଗରବତୀ ମେସିନ୍ ଟା ନେଇଛି ସାର୍। ହଁ କିଣିଛନ୍ତି ବାଇବେକ୍ ସିଷ୍ଟମ ରେ। ବାଇବ୍ୟାକ ରେ। ହଁ ସାର୍ କମ୍ପାନୀ କଣ କହିଥିଲେ ବୋଇଲେ ତମର ବାଇବେକ ରହିବ ଆପଣ ଯାହା ମାନୁଫାକ୍ଚର କରିବେ ସେ ସବୁ ଆମକୁ ଦେବେ ଆମେ ମାର୍କେଟିଂ କରିବୁ ତମର କିଛି ମାର୍କେଟିଂ କରିବାକୁ କିଛି ଅସୁବିଧା ହବ ନାହିଁ। ହଁ ଆଉ ତୁମେ ବାଇବେକ ରେ ଯାହା ମାନୁଫାକ୍ଚର କରିବ ତାର କିଲୋ ପିଛା 25 ଟଙ୍କା ତମେ ପ୍ରଫିଟ ପାଇପାରିବ ହଁ ବୋଲି କହିଲେ ସାର୍। ହଁ ମୁଁ ୟୁଟ୍ୟୁବ ପ୍ଲାଟଫର୍ମ ରେ ଏମିତି କେତେ ଭିଡିଓ ଦେଖିଲି ସାର୍। ହଁ ଦେଖିଲା ପରେ ମତେ ବି ଟିକେ ବିଜନେସ କରିବା ପାଇଁ ଇଣ୍ଟରେଷ୍ଟ ହେଲା। ହଁ ତାପରେ ମୁଁ ଭୁବନେଶ୍ୱର ଯାଇ କମ୍ପାନୀ ସହିତ ସାକ୍ଷାତ କରି କମ୍ପାନୀ ମତେ ବହୁତ ପ୍ରକାର ଭିଡିଓ ଦେଖେଇଲେ। ହଁ ବହୁତ ପ୍ରକାର ସୁବିଧା କଥା କହିଲେ। ହଁ ହେଲେ ସେଇ ଆସାର ନେଇକି ମୁଁ ଗୋଟେ ବାଇବେକ୍ ସିଷ୍ଟମ ରେ ଲୋନ କରିକି 2 ଲକ୍ଷ ଲୋନ କରିକି ମେସିନ ଟା ଘରକୁ ଆଣିଲି ସାର୍। 2 ଲକ୍ଷ ଟଙ୍କା ଆପଣ ଲୋନ କଲେ। ଆଜ୍ଞା ସାର୍। ଆଚ୍ଛା ଯୋଉ ମେସିନ ସବୁ କେତେ ରେଟରେ ପଡିଲା? ସାର୍ ଆମର ଯୋଉ ଅଗରବତୀ ମେସିନ ଟା ମୋର 95,000 କଲେ ସାର୍। ହଁ ହଁ ଆହୁରି ବ୍ଲେଣ୍ଡର ମେସିନ ଟା 28,000 କଲେ। ହଁ କି? ହଁ ସାର୍। ଏବେ କମ୍ପାନୀ ମାନେ ଅସୁବିଧା ତମର କଣ ହଉଛି ଏବେ? ଏବେ କଣ ସାର୍ ଅସୁବିଧା ବୋଇଲେ ମୁଁ ଫାଷ୍ଟ ଯେତେବେଳେ ମେସିନ୍ ଆଣିଲି ପଇସା ବାନ୍ଧିକି ହଁ ସେତେବେଳେ ଗୋଟେ ସାର୍ ଆସିକି ମେସିନ୍ ଇନଷ୍ଟଲ କରିକି ମତେ ଗୋଟେ ଘଣ୍ଟା ଟେକି 2 ଘଣ୍ଟା ଟ୍ରେନିଂ ଦେଇକି ତାଙ୍କେ ସାଙ୍ଗେ ସାଙ୍ଗେ ପଳେଇଲେ ସାର୍। ଗଲେ ଟ୍ରେନିଂ ହଁ ଦେଇ ତାପରେ ଆପଣ ଚଲେଇ ପାରୁଛନ୍ତି ତ ଠିକ? ମୁଁ ଅଳ୍ପ ଯାହା ଟିକେ ଶିଖିଲି ହଁ ହେଲେ ପଳେଇଲେ ତାପରେ ଯାହା ଟ୍ରେନିଂ ପାଇଁ ଯୋଉ 2 ପ୍ୟାକେଟ ମାଲ ଟା ଦେଇଥିଲେ ହଁ ତାକୁ ମୁଁ ଜାଣେ ଟିକେ ଟିକେ ଧୀରେ ଧୀରେ କରିକି ସେ ମାଲ ଟା କମ୍ପ୍ଲିଟ କଲି। ହଁ ଯେତେବେଳେ ଆଉ ଥରେ ମାଲ ସେଣ୍ଡ କର ବୋଲି କହିଲି ହଁ ସାର୍ କହିଲେ ତୁମେ ପଇସା ବାନ୍ଧିଲେ ତୁମକୁ ମାଲ ଦିଆଯିବ ନହେଲେ ନାଇଁ କହିଲେ। କୋଉ ପଇସା? ର ମେଟେରିୟଲ ପାଇଁ ପଇସା। ଓହୋ ର ମେଟେରିଆଲ ର ପଇସା? ହଁ ହଁ କି ର ମେଟେରିଆଲ ସେ ପଇସା ବାନ୍ଧିଲେ ଦିଆଯିବ ନହେଲେ ନାହିଁ ବୋଲରୁ ମୁଁ ଆହୁରି ଲୋନ ବୋଲେ କେତେ ଲୋନ କରିକି ବୋଲେ ଥିଲା ଟା ବଳକା ଥିଲା ଲୋନ ର କେତେ ଥିଲା ହଁ ତାକୁ ମୁଁ ଆଉ ପଇସା ବାନ୍ଧିଲି ହଁ ତାପରେ ବାନ୍ଧିଲା ପରେ ସେଇଟା ର ମେଟେରିଆଲସ ଟା ନେଇକି ମତେ ଆଜି ଦେବି କାଲିକି ଦେବି ନେକ୍ସଟ ମଣ୍ଡେ କହିକି ମତେ ମଝିରେ 4 ମାସ ଗ୍ୟାପ୍ କରିଦେଲେ ସାର୍। ଓହୋ ତମେ ପଇସା ପଠେଇଲା ପରେ ମାନେ ସେ ଯୋଉ ର ମେଟେରିଆଲ ପଠେଇବା କଥା ଖାଲି ମେସିନ ଆଉ ବ୍ଲେଣ୍ଡର ଯାହା ଏତିକି ଆଣିଥିଲ ତାକଠୁ ହଁ ହଁ ସାର୍। ତାପରେ ର ମେଟେରିଆଲ ବି ତମ କିଛି ଦେଇନଥିଲେ? ନାଇଁ ସାର୍ ନାଇଁ ସାର୍। ଓ ର ମେଟେରିଆଲ କିଛି ଫ୍ରିରେ ଦେବା ପାଇଁ କହିଥିଲେ କି? ହଁ ସାର୍ ଫ୍ରିରେ ଦେବା ପାଇଁ କହିଥିଲେ ହେଲେ ପରେ ନାଇଁ କି ମେସିନ ନେଇଗଲା ମୁଁ ଆଣିଲି ନା ହଁ ମୁଁ ଯେତେବେଳେ ମେସିନ ନେଇଗଲି ତାପରେ ସେମାନେ ରଙ୍ଗ ଦେଖେଇଲେ ସାର୍ ତାଙ୍କେ ଆଚ୍ଛା ମେସିନ ତମେ ଯେତେବେଳେ ଆଣିଲ ସେଇ ତା ସହିତ ତ ଫ୍ରିରେ ଦେବେ ନା ଫ୍ରିରେ ଦେବା ପାଇଁ କହିଥିଲେ ଯଦି ର ମେଟେରିଆଲ ମାଗିଲନି ତାକୁ ସେ କହିଲେ କଣ ବୋଇଲେ ତମେ ନେଇକି ଏଟା ଟ୍ରେନିଂ କର ଟ୍ରେନିଂ ସରିଲା ପରେ ତୁମକୁ ବସ୍ ସୁବିଧା କରି ପଠେଇଦେବି ବୋଲି କହିଲେ ସାର୍। ହଁ କି? ହଁ ସାର୍। ଆଉ ତାପରେ ହେଠୁ ପଇସା ଦେଇକି ପୁଣି ର ମେଟେରିଆଲ ଦେଲେ? ହଁ ପଇସା ନେଇକି ତାପରେ ର ମେଟେରିଆଲ ଦେବା ପାଇଁ ବି ପଇସା ବାନ୍ଧିଲା ପରେ ମୋ 4 ମାସ ପରେ ର ମେଟେରିଆଲ ପଠେଇଲେ ସାର୍। ହଁ କି? ହଁ ମେସିନ ଟା ଘରେ ପଡିଥିଲା ସେ ପର୍ଯ୍ୟନ୍ତ ମୁଁ ମେସିନ ଚଲେଇ ନଥିଲି 4 ମାସ ଚାରି 5 ମାସ ଟା ସେମିତି 4-5 ମାସ ପରେ ମେସିନ ପାଇଁ ବୋଲେ ର ମେଟେରିଆଲ ପଇସା ଦେଲା ପରେ ଯାଇକି ମେସିନ ର ମେଟେରିଆଲ ପଠେଇଲେ। ହଁ ହଁ। ହେଲେ ଏବେ ଏଇନା ର ମେଟେରିଆଲ ଆସିଲା ନା ମୁଁ ଟିକେ କାମ କରିବା ପାଇଁ ଚାହୁଁଛି ହଁ। ହେଲେ ମେସିନ ର ବହୁତ ପ୍ରୋବ୍ଲେମ ହଉଛି ସାର୍ କାଠି ଯାଇକି ଲାଗି ଯାଉଛି ପ୍ରଡକ୍ସନ ହଉନି ତାଙ୍କେ କହିଥିଲେ ଘଣ୍ଟାଟିକୁ 8-10 କିଲୋ ହେବ ବୋଲି କହୁଛନ୍ତି କହିଥିଲେ। ସେ କହିଥିଲେ ଘଣ୍ଟା କୁ କେତେ ହବ ବୋଲି? 8-10 କିଲୋ ଘଣ୍ଟା ପିଛା କରିବା ପାଇଁ ହେବ ବୋଲି କହିଥିଲେ ହେଲେ ଏବେ ମୁଇଁ କରୁଛି ସାର୍ ଘଣ୍ଟା ଟେ 1 କିଲୋ 2 କିଲୋ ବି ହଉନାହିଁ ଆହୁରି ବାର ବାର କାଠି ଅଟକି ଯାଉଛି ବହୁତ ପ୍ରୋବ୍ଲେମ ହଉଛି ଯୋଉ ଦ୍ଵାରା ମୁଁ କରିପାରୁନି ମୁଁ ବହୁତ ଅସୁବିଧା ହେଇଯାଉଛି ସାର୍। ଆଚ୍ଛା ସେ ଯୋଉ ଟ୍ରେନିଂ ଯୋଉ ଦେଇ ଆସିଥିଲେ ଆଜ୍ଞା ସାର୍। ଆଚ୍ଛା ଆପଣଙ୍କୁ ଯେମିତି ଶିଖେଇଥିବେ ତ? ନାଇଁ ଏମିତି କରିବ କେତେ କଣ ସବୁ ଆପଣ ସେଇ ଅନୁସାରେ କରୁଛନ୍ତି ତ? ସାର୍ ମତେ ଯୋଉ ଟ୍ରେନିଂ ଦେଲେ ସାର୍ ଟ୍ରେନିଂ ରେ କେବଳ 2 ଘଣ୍ଟା କେମିତି କଣ ଚଲେଇବେ ହୁଁ ରକେଟ ଡାଇ କେମିତି ସେଟିଂ କରାଯାଏ ଏଇ ସବୁ କଥା କହିଲେ ହଁ ହେଲେ ମୁଁ ରକେଟ ଡାଇ ସେଟ କରିକି ଚଲଉଥିଲି ହଁ ହେଲେ ମଝିରେ କେତେ ସବୁ ପ୍ରୋବ୍ଲେମ ବାହାରୁଛି ସାର୍ କେତେବେଳେ ତ ମଝିରେ ଯୋଉ ଷ୍ଟିକ ରେ ଫାଟି ଯାଉଛି ହୁଁ କେତେବେଳେ ଷ୍ଟିକ୍ ଛାଟୁ ନଥିବ ମଝିରେ ଯାଇ ଷ୍ଟିକ୍ ଅଟକି ଯାଉଛି ହଁ କି ଏଇ ସବୁ ବହୁତ ପ୍ରୋବ୍ଲେମ ହଉଛି ଠିକ ସେ ମେସିନ ଚଲେଇ ହଉନି ସାର୍ ଯୋଉଥିପାଇଁ ମତେ ଇରିଟେଟ ଲାଗୁଛି
ହଁ ମୁଁ ଚାହୁଁଛି ଆପଣ ଟିକେ ସହଯୋଗ କଲେ ମୋ ମେସିନ ଟା ଟିକେ ବିକି ଦେବା ପାଇଁ ସାହାଯ୍ୟ କରନ୍ତୁ ସାର୍। ମୁଁ ଆହୁରି ବାଇବ୍ୟାକ ରେ କରିପାରିବିନି। କାହିଁକି ନା ଦେଖନ୍ତୁ, ଯଦି ଆପଣ ଆଣିଛନ୍ତି ନୂଆ ତ ଆପଣ କମ୍ପାନୀ ସହିତ ଆପଣ କଥା ହେଇଥିଲେ? ହଁ ସାର୍। ମାନେ ଏଇଭଳିଆ ପ୍ରୋବ୍ଲେମ ହଉଛି ବୋଲି କମ୍ପାନୀ ଫୋନ କରିଥିଲେ? କମ୍ପାନୀ ଫୋନ କରିଥିଲି ସାର୍, କମ୍ପାନୀ ଆହୁରି କଲ ରିସିଭ୍ କରୁନାହାନ୍ତି ସାର୍। ଫୋନ ଉଠଉନାହାନ୍ତି ଆପଣଙ୍କର? ଫୋନ ରିସିଭ୍ କରୁନାହାନ୍ତି, ବିଲକୁଲ ଉଠଉନାହାନ୍ତି। ହଁ କି? ହେଲେ ମୁଁ ବହୁତ ଫ୍ରଷ୍ଟ୍ରେଟ ଅଛି, କଣ କରିବି ଜାଣିପାରୁନାହିଁ। ଆଚ୍ଛା, ଆଉ କମ୍ପାନୀ ତାହେଲେ ଫୋନ ଫାନ ଆଉ କିଛି ବି ଉଠଉନାହାନ୍ତି ଆପଣଙ୍କର? ନାଇଁ ସାର୍ ନାଇଁ। ଆଉ ଆପଣ ନିଜେ ବିକ୍ରି କରିପାରିବେ କି ନାହିଁ? ନାଇଁ ସାର୍, ମତେ ଟିକେ ବିକ୍ରି କରିବା ପାଇଁ ବୋଲେ ଟିକେ ଏଠି ସୁବିଧା ନାହିଁ ସାର୍, ଏନଭାରମେଣ୍ଟ ଠିକ ସେ ନାହିଁ। ମୁଁ ଟିକେ ଇଣ୍ଟର ଏରିଆ ସାର୍। ହଁ କି? ହଁ ସାର୍, ହେଲେ ମୁଁ ଚାହିଁଥିଲି ବାଇବ୍ୟାକ ହେଲେ ମତେ ସୁବିଧା ହବ, ପ୍ରଫିଟ ହବ। ମୁଁ ଖାଲି କମ୍ପାନୀ ବନେଇ ଦେଲେ ଯାହା ବଳିଲେ ମୁଁ ମୋର ପରିବାର ପୋଷଣ କରିବି ବୋଲି ଭାବିକି ଏଇ ଆଶା ନେଇକି ମେସିନ ଧରି ଆସିଲି। ଆପଣ ମେସିନ ଯେତେ ଏଗ୍ରିମେଣ୍ଟ ବି କରିଥିଲେ? ଏଗ୍ରିମେଣ୍ଟ ଥିଲା ନା କେତେ ଏଗ୍ରିମେଣ୍ଟ ଅଛି ସାର୍ 5 ବର୍ଷର, ହେଲେ ତାଙ୍କେ ତ କଲ ବି ରିସିଭ୍ କରୁନାହାନ୍ତି ସାର୍। ଓ ଆଉ ଏତେ ବାଟ ମୁଁ ଯାଇପାରୁନି ସାର୍ ଭୁବନେଶ୍ଵର। ଓହୋ, ଆପଣ ଯାଇକି ଆଣିଥିଲେ ଭୁବନେଶ୍ଵରରୁୁ ଯାଇକି ଆଣିଥିଲେ ଆପଣ? ମୁଁ ଯାଇକି ପଇସା ବାନ୍ଧିଲି ସାର୍। ହଁ କି? ପଇସା ଶିଶି ଦେଲା ପରେ ତାଙ୍କେ ଯାଇକି ଗୋଟେ 20 ଦିନ କି 25 ଦିନ ପରେ ମେସିନ ଟା ଗାଡିରେ ପଠେଇଲେ। ଓହୋ। ତାପରେ ଆମ ଲୋକେସନ ସେଣ୍ଡ କଲି, ମେସିନ ପଠେଇଲେ। ତାପରେ ସାର୍ ଆସି ଜଣେ ସେଇ ଗାଡିରେ ଆସିଲେ, ସେଇ ଗାଡି ଇନଷ୍ଟଲ କରିକି ସେ ପଳେଇଲେ ସାର୍। ହଁ। ତାପରେ 2 ଘଣ୍ଟା ଖଣ୍ଡେ ଥିଲେ, ତାପରେ ପଳେଇଲେ। ତାପରେ ମୁଁ ତାକୁ ଧରିକି ସେ ଯୋଉ ଟ୍ରେନିଂ ପାଇଁ ଯୋଉ 2 ପ୍ୟାକେଟ ଦେଇଥିଲେ ସେଇଟା ହିଁ କଲି। ହଁ ତାପରେ ମାଲ ପଠ ବୋଲି କହ, ପଇସା ବାନ୍ଧିଲେ ହବ ନହେଲେ ନାଇଁ ବୋଲି କହିବାରୁ ମୁଁ ଆହୁରି ପଇସା ବାନ୍ଧିଲି। ପଇସା ବାନ୍ଧିଲାର 4-6 ମାସ ପରେ ମତେ ଏବେ ଆଉ ମେଟେରିଆଲସ ପଠେଇଛନ୍ତି। ହଁ। ତାକୁ ନେଇ ମୁଁ କରି ଯାଉଛି, ମତେ ବହୁତ ସମସ୍ୟା ସମ୍ମୁଖୀନ ହଉଛି। ମେସିନ ଠିକ ସେ ଚାଲୁନାହିଁ, ବାର ବାର ଅଟକି ଯାଉଛି। ହଁ, ତାହେଲେ ଆଉ ମୁଁ ଆପଣ ଏବେ କଣ କରିବା ପାଇଁ ଚାହୁଁଛନ୍ତି କୁହନ୍ତୁ? କଣ ମୁଁ ଏବେ କଣ କରୁ ବାଇବ୍ୟାକ ସିଷ୍ଟମ ରେ ମୁଁ ଠକି ହେଇଗଲି ସାର୍। ହେଲେ ମୁଁ କଣ ଚାହୁଁଛି, ଏଇ ମେସିନ ଟା ଟିକେ ଆଉ କାହାକୁ ବିକ୍ରି କରିଦେଲେ ମୁଁ ଆପଣଙ୍କ ସହିତ ବହୁତ ଉପକୃତ ହେଇଥାନ୍ତି। ଦେଖନ୍ତୁ, ଆପଣ ଯେତିକି ରେଟ ରେ ଆଣିଛନ୍ତି ହେଲା କି ଆଜ୍ଞା ସାର୍। ହଁ ସାର୍। ସେତିକିରେ ତ ଆଉ ଯିବନି, ବୁଝିପାରିଲେ ନା? ହଁ ସାର୍। ହଁ ସାର୍। ଯିଏ ବି ଧର ନିଜେ ବନେଇକି, ଆଉ ତ ବାଇବ୍ୟାକରେ ତ କେହି କରିନାହାନ୍ତି। ଯିଏ ବି ନବ ସେ ଯୋଉ ଭାଇ ବି ନେବେ, ମୁଁ ହଁ ସାର୍। ଯାହାକୁ ହଁ ଧର ବୁଝିବି ହେଲା କି ନାଇଁ, ହଁ ହଁ ସାର୍। ଯଦି ସେ କିନ୍ତୁ କମ ରେଟ ରେ, ଆଉ ଏତେ ରେଟ ରେ ଆପଣ ବିକି ପାରିବେନି। ହଁ ସାର୍, ଟିକେ ଅଧା ଅଧିକ ହେଲେ ଦେଇଦେବି ବୋଲି ଭାବୁଛି। ହଁ, ସେଇ ହିସାବରେ ମୁଁ ଅଛନ୍ତି, ଯଦି କିଏ ନିଜେ ବନଉଛନ୍ତି ଯୋଉମାନେ ହଁ ସାର୍। ସେ ବିକ୍ରି କରୁଛନ୍ତି। ହଁ ଯଦି ତାଙ୍କର ମୁଁ ଦେବି, ଆପଣଙ୍କ ନମ୍ବର ଦେବି, ଆପଣଙ୍କର ନମ୍ବର ହେଲା କି ହଁ ନାଇଁ, ସାର୍। ହଁ ସାର୍। ଦେଇଦେବି। ଆଉ ଆପଣ ମେସିନ ଯୋଉ ଅଛି, ମେସିନ ର ଫଟୋ ହଁ ଆଉ ସାର୍। ବ୍ଲେଣ୍ଡର ଟା ବି ବିକିଦେବେ। ତାର ବି ବ୍ଲେଣ୍ଡର ନୂଆ ଅଛି ସାର୍, ମୁଁ ତାକୁ ଓପେନ କରିନି ବ୍ଲେଣ୍ଡର। କିଛି ଚଲେଇ ନାହାନ୍ତି ନାଇଁ କିଛି ଚଲେଇନି। ହଁ। ବ୍ଲେଣ୍ଡର ମେସିନ କେତେ ପଡିଥିଲା? ବ୍ଲେଣ୍ଡର 28,000 ଟଙ୍କା ନେଇଛନ୍ତି ସାର୍ ତାଙ୍କେ। ଓହୋ, କେତେ କେଜି କାପାସିଟିର ହବ? ସେଟା 10 କେଜି ସାର୍। 10 କେଜି ନାଇଁ କି? ହଁ ସାର୍। ଆଉ ମେସିନ କେତେ ତମଠୁ ପଡିଥିଲା? ମାନେ ରେଟ କେତେ ଥିଲା? ମେସିନ ଅଗରବତୀ ମେସିନ ସାର୍। ହଁ 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 ମୋର 95,000 ନେଇଛନ୍ତି ସାର୍ ମୋର। ହଁ କି? ଆଚ୍ଛା, ଯୋଉ ମଡେଲ କଣ? HP ନା HT2 ସାର୍। HT2? ହଁ ସାର୍। ଓହୋ, HT02 ହେଇଥିବ। ହଁ, HT02 ସାର୍। ହଉ ହଉ, ଠିକ ଅଛି। ମୁଁ ଯଦି କି ଏମିତି ନମ୍ବର ମୁଁ ଆସୁଛି, କଲ ଆସୁଛି। ହଁ ସାର୍। ଆସିଲେ ମୁଁ ତମ ନମ୍ବର ଟା ଦେଇଦେବି। ତମେ ହଁ ତମର ରାୟଗଡା ନାଇଁ କି? ହଁ ସାର୍, ରାୟଗଡା। ହୁଁ, ତମ ପାଖାପାଖି ଏରିଆରୁ ଯଦି ନମ୍ବର ଆସିଲେ ମୁଁ ଦେଇଦେବି ବି ହେଲା। ହଁ ସାର୍। ଦିଟା ଯାକ ତାହେଲେ ଆପଣ ବିକ୍ରି କରିଦେବେ। ହଁ ସାର୍, ଆମ ପାଖରେ ର ମେଟେରିଆଲସ ବି ଅଛି ସାର୍, କ୍ୱାଲିଟି ଟା ମୁଁ ଦେଇଦେବି ର ମେଟେରିଆଲସ। କେତେ ଖଣ୍ଡେ ର ମେଟେରିଆଲ ହବ? 4 କୁଇଣ୍ଟାଲ ଅଛି ସାର୍। 4 କୁଇଣ୍ଟାଲ ନାଇଁ? ହଁ ଠିକ ଅଛି। ମୁଁ ତମକୁ ଦେବି ନମ୍ବର ଆଉ ହେଲା, ତମ ନମ୍ବର ତାକୁ ହିଁ ଦେଇଦେବି ହେଲା କି? ହଁ ସାର୍। ଦେଇଦେବି। ଆପଣ ରେଟ ବାଟ ଯାହାବି ତମେ ଦି ଜଣ ଫାଇନାଲ କରିବ ଆଉ ହେଲା। ହଁ ସାର୍। ହଁ ସାର୍। ହଉ ହଉ, ଠିକ ଅଛି। ହେଲେ ତମେ ସାର୍ ବାଇବ୍ୟାକରେ ପ୍ଲିଜ ଟିକେ ମତେ ଟିକେ ମେସିନ ସେଲିଂ ପାଇଁ ଟିକେ ଚେଷ୍ଟା କରନ୍ତୁ ପ୍ଲିଜ, ଆପଣ ଆପଣଙ୍କୁ ଯଦି ଗୋଡ ତଳେ ପଡୁଛି। ଶୁଣନ୍ତୁ, ନାଇଁ ନାଇଁ ସେମିତି କୁହନ୍ତୁନି ହେଲା। ହଁ ଦେଖନ୍ତୁ, ଆପଣ ଯଦି ନିଜେ ବିକ୍ରି କରିବା କଥା, ସେଇ ପ୍ଲାନ ଯଦି ଆପଣ ରଖିଥାନ୍ତେ ପ୍ରଥମରୁ, ହଁ ଆପଣ ସାର୍। ଆଣିଥିଲେ ଭଲ ହେଇଥାନ୍ତା। ବୁଝିପାରିଲେ? ମୁଁ କଣ ସାର୍, ମୁଁ ଟିକେ ଏଣ୍ଟରିଆ ନିଜେ ବିକ୍ରି କରିପାରିବି ନାହିଁ।
ତେଣୁ ବାଇବେକ୍ ସିଷ୍ଟମ କମ୍ପାନୀ କରୁଛି ଭାବିକି ବହୁତ ତାଙ୍କେ ବହୁତ ମିଠା ମିଠା କଥା କହିକି ଫସେଇ ଦେଇଛନ୍ତି ସାର୍। ଏମିତି ଆମ ଓଡିଶାରେ ବହୁତ ଲୋକ ଫସୁଛନ୍ତି ସାର୍ ସେଇଟା ଆପଣ ଏ ବାଇବେକ୍ ସିଷ୍ଟମ ରେ। ଲୋନ ଫୋନ କରିକି ଆଣିଲେ କଣ ଏଇନା ଲୋନ କରିକି ଆଣିଛି ସାର୍। ତେଣୁ ଲୋନ ଏତେ ପଇସା ସୁଝିବେ ବେକାର ଗଲା ଆପଣଙ୍କର ପଇସା 2 ଲକ୍ଷ ଟଙ୍କା ଲୋନ କରିଛନ୍ତି। ହଁ ସାର୍। ଲୋନ କରିକିରି ଏବେ ତ ଆପଣ ଆଉ ସେତିକି ଯେତିକି ରେଟ ଯେତିକି ଖର୍ଚ୍ଚ ଆପଣ କରିଛନ୍ତି ସେତିକି ତ ପଇସା ହବନି ବୁଝିପାରିଲେ। ହବନି ସାର୍ ହବନି ସାର୍ ହଁ। ଆପଣ ଗୋଟେ ଜିନିଷ ନ ଆଣିଲେ ବି ଘରକୁ ଆଣିଲା ମାନେ ସେଇଟା ତାର ଦିନ ବିକ୍ରି ହେଲେ ବି ସେକେଣ୍ଡ ହ୍ୟାଣ୍ଡ ହେଇଯିବ। ଯାଉଛି ଆପଣ ହଁ ଚଲେଇଥାନ୍ତୁ ବା ନ ଚଲେଇଥାନ୍ତୁ ହଁ ବୁଝିପାରିଲେ। ସାର୍ ହଁ ସାର୍ କାରଣ ଏଟା ମୁଁ କହୁନି ଏଟା ଯିଏ ବି କିଣିବେ ବି ସେ ଏଇଆ ଆପଣ ବି ଯୋଉଠୁ ବି କିଣିବେ କୋଉ ଜିନିଷଟା ସେଇଟା ବି ଆଉ ଯେମିତି ହେଲେ କମ ରେ ହକ ବିକିବେ। ହଁ ସାର୍। ହେଲା ମୁଁ ଦେବି ନମ୍ବର ହେଲା ଆପଣ ରେଟ ବାଟ ତାଙ୍କ ସହିତ କଥା ହେବେ। ହଁ ସାର୍ ତ ଆପଣ ମାନେ ଟିକେ ଯଦି ବି ବିଜନେସ କରିବାର ଇଏ ଥିଲା ନିଜେ ଯଦି ଆପଣ ବିକ୍ରି କରିବାରେ ମାନେ କରିଥାନ୍ତେ କରିବେ ବି ହେଇପାରିବ। ନାଇଁ ସାର୍ ମୋ ଦ୍ୱାରା ହେଇପାରୁଥ ନାହିଁ ମୁଁ ପାରୁନି ମୁଁ ଟିକେ ମାର୍କେଟିଂ ବର୍ତ୍ତମାନ କରିପାରିବିନି। ଆପଣ ଲସ୍ ପୁରା ଖାଇଲେ ଯେ ହଁ ସାର୍ ବହୁତ ଲସ୍ ହେଇଲା କଣ ପଇସା କରିବି। ବର୍ବାଦ ହେଲା ଆପଣ ଏଇନା ସୁଝିବେ ଲୋନ ସୁଝିବେ ଆଉ ହଁ ଲୋନ ତ ଛାଡିବନି ନା ହଁ ବୁଝିପାରିଲେ। ସାର୍ ଲୋନ୍ ତ ଛାଡିବେନି ତାଙ୍କେ ବାର ବାର ଫୋନ କରୁଛନ୍ତି। ଆପଣ ତାଙ୍କ ଟାଇମ ହେଲା ମାନେ ତାଙ୍କ ପଇସା ଦରକାର ସେ ଲୋନ ଦେଇଛି ନା। ହଁ ସାର୍। ତେଣୁ ଏମିତି